हेलो हाय नमस्कार जय जगन्नाथ बंधु माने आज आम देखा ढेंकानाल प्रसिद्ध रथ यात्रा। ये देखु बंधु माने ढेंकानाल रथ यात्रा आरंभ हो गला। ढेंकानाल प्रत्येक वर्ष गोटे रथरे जगन्नाथ आउ बलभद्र बसंती, आउ एक रथरे देवी सुभद्रा तांग पछे पछे आउ गोटे रथरे आसंती। बंधु माने देखंतु केते भिड़। जगतर नाथ श्री जगन्नाथ तांको पाई 12 मासरे 13 पर्व पालित हुए। प्रति वर्ष आषाढ़ मास शुक्ल पक्ष द्वितीया तिथि पवित्र रथ यात्रा पालन करा जाए। बंधु माने देखंतु महिला माने एवं झियो माने देवदासीर रूप नहीं केड़े सुंदर भावरे नृत्य करुचंती। चलंतु देखिबा। बंधु माने यही आषाढ़ मास शुक्ल पक्ष द्वितीया तिथि रे प्रभु जगन्नाथ बलभद्र और देवी सुभद्रा तीनोटी रथरे बसी गुंडीचा मंदिर को जाती। बंधु माने एठी देखंतु एठी तो ढेंकानाल रे दुईटी रथ हेइची। केड़े सुंदर भावरे दुई भाई ए रथरे बसिचंती, जगन्नाथ आउ बलभद्र। बंधु माने ओडिशार इष्ट देवता महाप्रभु श्री जगन्नाथ केवल ओडिशारे नुहे, से समग्र विश्वर देवता। तांको पाई 12 मासरे 13 पर्व पालित हुए। एही सबु पर्वपर्वाणी मध्यरु विश्व प्रसिद्ध रथ यात्रा एक मुख्य पर्व। भक्तर प्राण एवं भक्त भाव बंधा मणिमा 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 डाका हूँ दुई हाथ टेकी दियो, दुई हाथ टेकलु अरे देखु जगन्नाथ मणिमा
ଆପଣମାନେ ଡାକନ୍ତୁ 1 2 3 ଭକ୍ତ ହରେ କୃଷ୍ଣ ହରେ ରାମ ଦେହ ଭିତରେ ବିଚିତ୍ର କାମ ବାହାରିଲେ ବଳରାମରେ ବନ୍ଧୁମାନେ, ଆପଣମାନେ ତ ଦେଖିଲେ ପ୍ରଥମ ରଥରେ ଜଗନ୍ନାଥ ପ୍ରଭୁ ଏବଂ ପ୍ରଭୁ ବଳଭଦ୍ର ଗୋଟିଏ ରଥରେ ଗଲେ। ତାଙ୍କ ପଛକୁ ଦେଖନ୍ତୁ ବନ୍ଧୁମାନେ, କେତେ ସୁନ୍ଦର ଭାବରେ ଛୋଟ ପିଲାମାନେ ନୃତ୍ୟ କରି ମଜାମସ୍ତି କରୁଛନ୍ତି। ତାଙ୍କ ପଛକୁ ଦେବୀ ସୁଭଦ୍ରା ଆଉ ଏକ ରଥରେ ଆସୁଛନ୍ତି। ବନ୍ଧୁମାନେ, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଓ ଘୋଷଯାତ୍ରା ମଧ୍ୟ କୁହାଯାଏ। ଏଠି ବନ୍ଧୁମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଡିଜେ ଲଗାଇ ମହିଳାମାନେ ଏବଂ ଝିଅମାନେ ଦେବଦାସୀ ରୂପ ନେଇ ନୃତ୍ୟ କରୁଛନ୍ତି। ଶ୍ରୀ ଜଗନ୍ନାଥ ହେଲେ ଭକ୍ତ ବତ୍ସଳ। ଭକ୍ତଟିଏ ଯେପରି ଶ୍ରଦ୍ଧାରେ ଧାଇଁ ଆସେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ, ସେହିପରି ବଡ଼ ଠାକୁର ମଧ୍ୟ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ନିଜର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ଭେଟିବା ପାଇଁ ବଡ଼ ଦେଉଳ ଛାଡ଼ି ଚାଲି ଆସନ୍ତି ନିଜ ଭକ୍ତ ଗହଣକୁ। ଏଠି ଦେଖନ୍ତୁ ବନ୍ଧୁମାନେ କେତେ ସୁନ୍ଦର ଭାବରେ କୁନି କୁନି ଝିଅମାନେ, ବଡ଼ ଝିଅମାନେ ଏବଂ ମହିଳାମାନେ ଦେବଦାସୀ ରୂପ ନେଇ ବଡ଼ଦାଣ୍ଡରେ ନୃତ୍ୟ କରୁଛନ୍ତି। ଇଏ ହେଉଛି ଢେଙ୍କାନାଳର ମୁଖ୍ୟ ସହରର ରାସ୍ତା। ଏଠି ଦେଖନ୍ତୁ ପଛକୁ ସୁଭଦ୍ରା ମାଙ୍କର ରଥ ଆସୁଛି। ଏଠି କେତେ ସୁନ୍ଦର ଭାବରେ ନୃତ୍ୟ କରୁଛନ୍ତି ଝିଅମାନେ ଏବଂ ମହିଳାମାନେ। ଏହି ରଥଯାତ୍ରା ସାରା ପୃଥିବୀକୁ ମାନବବାଦ, ସମାନତା ଏବଂ ବିଶ୍ୱ ଭାତୃତ୍ୱର ସନ୍ଦେଶ ଦେଇଥାଏ। ପୁରାଣରେ ବର୍ଣ୍ଣିତ ଅଛି, ଶ୍ରୀ ଜଗନ୍ନାଥଙ୍କୁ ରଥରେ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ। ବନ୍ଧୁମାନେ, ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହା ଓଡ଼ିଶା ବ୍ୟତୀତ ସାରା ଭାରତ ଓ ପୃଥିବୀର ଅଧିକାଂଶ ଦେଶରେ ଏହି ପର୍ବ ପାଳନ କରାଯାଏ। ପ୍ରତିବର୍ଷ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ରଥଯାତ୍ରାର ପୂର୍ବ ସନ୍ଧ୍ୟାରେ ରଥ ପ୍ରସ୍ତୁତ ହୁଏ। ବନ୍ଧୁମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଝିଅମାନେ ଏବଂ ମହିଳାମାନେ ଦେବଦାସୀର ରୂପ ନେଇ କେତେ ସୁନ୍ଦର ଭାବରେ ନୃତ୍ୟ କରୁଛନ୍ତି। ବନ୍ଧୁମାନେ, ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ। ବନ୍ଧୁମାନେ, ସକାଳୁ ସକାଳୁ ପହଣ୍ଡି ବିଜେ ହୋଇ ଦେବତାମାନଙ୍କୁ ରଥରେ ବସାଯାଏ। ଏହାପରେ ଗଜପତି ମହାରାଜ ଛେରା ପହଁରା କରନ୍ତି। ଏହାପରେ ଦଉଡ଼ି ସବୁ ଲଗାଯାଏ। ଲକ୍ଷ ଲକ୍ଷ ଲୋକ ଦଉଡ଼ି ଧରି ରଥ ଟାଣିଥାନ୍ତି। ଘଣ୍ଟ ଘଣ୍ଟା, ମୃଦଙ୍ଗ, କାହାଳି ଇତ୍ୟାଦି ବାଜୁଥାଏ। ହରିବୋଲ ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ ଉଛୁଳି ଉଠେ। କେତେ ସୁନ୍ଦର ଭାବରେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ଏଇ ଯେଉଁ କେତେ ଭକ୍ତ ଢେଙ୍କାନାଳର ସହରରେ ମଗ୍ଜି ଯାଇଛନ୍ତି ଜଗନ୍ନାଥଙ୍କର ରଥଯାତ୍ରା ଆଜିର ଦିନରେ। ବନ୍ଧୁମାନେ, ଆପଣମାନେ ଢେଙ୍କାନାଳ ରଥଯାତ୍ରା ଦେଖିବା ପାଇଁ ଚାହୁଁଥିଲେ, ପ୍ରତ୍ୟେକ ବର୍ଷ ଏହି ଢେଙ୍କାନାଳରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଦୁଇଟି ରଥ ନିର୍ମାଣ ହୁଏ। ଗୋଟିଏ ରଥରେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଯାଆନ୍ତି ଏବଂ ଆଉ ଏକ ଛୋଟ ରଥରେ ମା ସୁଭଦ୍ରାଙ୍କୁ ରଥରେ ବସାଇ ରଥ ଟଣାଯାଏ। ବନ୍ଧୁମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଡିଜେ ଲାଗିଛି। ତାଙ୍କର ଗୀତର ତାଳେ ତାଳେ ଝିଅମାନେ
ଏବଂ ମହିଳାମାନେ ନୃତ୍ୟ କରୁଛନ୍ତି। ବନ୍ଧୁମାନେ, ଦେବତାଗଣ ଗୁଣ୍ଡିଚା ମନ୍ଦିରରେ 9 ଦିନ ଧରି ରୁହନ୍ତି। ଦଶମୀ ଦିନ ଫେରି ଆସନ୍ତି। ଏକାଦଶୀ ତିଥିରେ ମହାପ୍ରଭୁମାନଙ୍କୁ ସୁନାବେଶ କରାଯାଏ। ଏହାପରେ ଦେବତାମାନଙ୍କୁ ମନ୍ଦିର ଭିତରକୁ ନିଆଯାଏ। ରଥଯାତ୍ରା ଜାତି, ଧର୍ମ, ବର୍ଣ୍ଣର ବାଛବିଚାର ନଥାଏ। ସମସ୍ତେ ଏକତ୍ରିତ ହୋଇ ପ୍ରଭୁଙ୍କର ଘୋଷଯାତ୍ରାକୁ ସଫଳ କରନ୍ତି। ବନ୍ଧୁମାନେ ଦେଖନ୍ତୁ କେତେ ଭିଡ଼। ଇଏ ହେଉଛି ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରା। ଭକ୍ତମାନେ କେଡ଼େ ସୁନ୍ଦର ଭାବରେ ଗୀତର ତାଳେ ତାଳେ ନୃତ୍ୟ କରୁଛନ୍ତି। କେତେ ଭିଡ଼ ବନ୍ଧୁମାନେ ଦେଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ଦିଆଯିବ ଆପଣମାନଙ୍କୁ ନମ୍ବର ଦିଆଯିବ। ମୋ ପାଖରେ ଘଣ୍ଟା ପାଖରେ କିଏ ଟିକଟ ମିଳା ଆଗନ୍ତୁ ଆରେ ସେ ଘଣ୍ଟା ପାଖରେ ଆସିବ ଛାଡ଼ିକି ବନ୍ଧୁମାନେ ଦେଖନ୍ତୁ ମା ସୁଭଦ୍ରାଙ୍କ ରଥ କେତେ ସୁନ୍ଦର ଭାବରେ ମହିଳାମାନେ ଏହି ରଥଟିକୁ ଟାଣୁଛନ୍ତି। ଚାଲନ୍ତୁ ମା ସୁଭଦ୍ରାଙ୍କର ରଥ ଟଣା ଦେଖିବା। ଦେଖ ରଥ ଭିଡ଼ିବାକୁ ଆସିଛନ୍ତି କେତେ ଭକ୍ତରେ। ବନ୍ଧୁମାନେ ଦେଖନ୍ତୁ କେଡ଼େ ସୁନ୍ଦର ଭାବରେ ରଥଟିକୁ ଟଣା ଯାଉଛି। ବନ୍ଧୁମାନେ ଭିଡ଼ିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ଜୟ ଜଗନ୍ନାଥ।